ନମସ୍କାର, ମୁଁ ଅଲେଖ କୁମାର ମହାପାତ୍ର ଆପଣମାନଙ୍କୁ କଲ୍ୟାଣ ଏଜୁକେସନ୍ ପରିବାରକୁ ସ୍ୱାଗତ ଜଣାଉଛି। ଆଜି ଆମେ କୃଦନ୍ତ ସମ୍ପର୍କରେ କିଛିଟା ଆଲୋଚନା କରିବା। ପୂର୍ବ ପାଠରେ କୃଦନ୍ତ ଓ ତଦ୍ଧିତ ଶବ୍ଦ କିପରି ଗଠିତ ହୁଏ ଆଲୋଚନା କରିଥିଲେ। ଆଜି କୃଦନ୍ତର କେତୋଟି ପ୍ରତ୍ୟୟ ସମ୍ପର୍କରେ ଆଲୋଚନା କରିବା। କୃଦନ୍ତର ଅ ପ୍ରତ୍ୟୟ ସଂସ୍କୃତରେ ପଠ ଯୋଗ ଅ ସମାନ ପାଠ, ତ୍ୟଜ ଯୋଗ ଅ ତ୍ୟାଗ, ପଚ ଯୋଗ ଅ ପାକ, ଜି ଯୋଗ ଅ ଜୟ, ଭି ଯୋଗ ଅ ଭୟ, ସୃପ ଯୋଗ ଅ ସର୍ପ, ସ୍ତୁ ଯୋଗ ଅ ସ୍ତବ, ସମ ସୃ ଯୋଗ ଅ ସଂସାର। ସମ ଇ ହେଲା ଉପପଦ। ଭୁଜ ବା ଭୁଜ ଯୋଗ ଗମ ଯୋଗ ଅ ଭୁଜଙ୍ଗ। ଗମ ଏଠାରେ ଧାତୁ, ଅ ପ୍ରତ୍ୟୟ, ଭୁଜ ଉପପଦ। ସେମିତି ସରହ ଜନ ଯୋଗ ଅ ସରୋଜ, ଅର୍ଥାତ୍ ସର କହିଲେ ପୋଖରୀରେ ଯିଏ ଜନ୍ମ ନିଏ ତାକୁ ସରୋଜ ଏମନ୍ତ କି ପଦ୍ମ। ଓଡ଼ିଆରେ ଅ ଥାଇ କେତୋଟି କୃଦନ୍ତ ପ୍ରତ୍ୟୟ ଯୋଗରେ ଶବ୍ଦ ଗୁଡ଼ିକ ହେଲା କାଟ ଯୋଗ ଅ କାଟ, କାନ୍ଦ ଯୋଗ ଅ କାନ୍ଦ, ମୋଡ଼ ଯୋଗ ଅ ମୋଡ଼, ଖେଳ ଯୋଗ ଅ ଖେଳ, ଲେଖ ଯୋଗ ଅ ଲେଖ, ମାର ଯୋଗ ଅ ମାର, ଡାକ ଯୋଗ ଅ ଡାକ। ଅନ ପ୍ରତ୍ୟୟ ସଂସ୍କୃତ ଭାଷାରେ ବ୍ୟବହୃତ ହୋଇଥାଏ। ସଂସ୍କୃତ ଭାଷାରୁ ଏହି ଶବ୍ଦ ଗୁଡ଼ିକ ଆସିଛି। ଯେମିତି ନୃତ ଯୋଗ ଅନ୍ନ ନର୍ତ୍ତନ, ଭୁଜ ଯୋଗ ଅନ୍ନ ଭୋଜନ, ରୁଧ ଯୋଗ ଅନ୍ନ ରୋଦନ, ପଠ ଯୋଗ ଅନ୍ନ ପଠନ, ଭାସ ଯୋଗ ଅନ୍ନ ଭାଷଣ, ଶ୍ରୁ ଯୋଗ ଅନ୍ନ ଶ୍ରବଣ, ଭୁ ଯୋଗ ଅନ୍ନ ଭବନ। ଠିକ୍ ସେମିତି ସି ତାଳବେଶରେ ଦୀର୍ଘିକାର ସି ଯୋଗ ଅନ୍ନ ଶୟନ, ଅବର୍ଗୀୟଜରେ ଆକାର ଯା ଯୋଗ ଅନ୍ନ ଯାନ, କ୍ରୁ ଯୋଗ ଅନ୍ନ କରଣ, ମୃ ଯୋଗ ଅନ୍ନ ମରଣ। ଏ ପ୍ରକାର ଅନ ପ୍ରତ୍ୟୟ ଥାଇ କୃଦନ୍ତ ଶବ୍ଦ ଗୁଡ଼ିକ ଗଠିତ ହୋଇଥାଏ। ସଂସ୍କୃତ ଭାଷାରେ ଅକ ପ୍ରତ୍ୟୟ କ୍ରୁ ଅକ କାରକ, ଗଇ ଅକ ଗାୟକ, ସ୍ତୁ ଅକ ସ୍ଥାବକ, ଜନ ଅକ ଜନକ, ନୃତ ଅକ ନର୍ତ୍ତକ, ଖାଦ ଅକ ଖାଦକ, ପଚ ଅକ ପାଚକ। ଠିକ୍ ସେମିତି ଅନ୍ୟ ପ୍ରତ୍ୟୟ ଗୁଡ଼ିକ ହେଲା ଉକ ପ୍ରତ୍ୟୟ ଭୂ ଯୋଗ ଉକ ଭାବୁକ, ନିନ୍ଦ ଯୋଗ ଉକ ନିନ୍ଦୁକ, ଭିକ୍ଷ ଯୋଗ ଉକ ଭିକ୍ଷୁକ। ଅନିୟ ପ୍ରତ୍ୟୟ କ୍ରୁ ଯୋଗ ଅନିୟ କରଣୀୟ, ପୁଜ ଯୋଗ ଅନିୟ ପୂଜନୀୟ, ବନ୍ଦ ଯୋଗ ଅନିୟ ବନ୍ଦନୀୟ, ଦୃଶ ଯୋଗ ଅନିୟ ଦର୍ଶନୀୟ, ପା ଯୋଗ ଅନିୟ ପାନୀୟ। ଇ ପ୍ରତ୍ୟୟ ଜଳ ଯୋଗ ଧା ଯୋଗ ଇ ଜଳଧି, ବି ଯୋଗ ଧା ଯୋଗ ଇ ବିଧି, ନି ଯୋଗ ଧା ଯୋଗ ଇ ନିଧି। ଇନ ପ୍ରତ୍ୟୟ ଅଧି କ୍ରୁ ଯୋଗ ଇନ ଅଧିକାରୀ। ଏଇଟି ଅଧି ହେଲା ଉପପଦ। ଇଏ ଉପପଦ ଆଗରୁ ଜାଣିଥିଲେ। ସତ୍ୟ ବଦ ଯୋଗ ଇନ ସତ୍ୟବାଦୀ, ପ୍ର ବସ ଯୋଗ ଇନ ପ୍ରବାସୀ, ବି ଦା ଯୋଗ ଇନ ବିଦାୟୀ, ସ୍ଥା ଯୋଗ ଇନ ସ୍ଥାୟୀ, ଭୂ ଯୋଗ ଇନ ଭାବୀ, ରକ୍ଷ ଯୋଗ ଇନ ରକ୍ଷୀ। ଇତ୍ର ପ୍ରତ୍ୟୟ ଚର ଯୋଗ ଇତ୍ର ଚରିତ୍ର, ପୁ ଯୋଗ ଇତ୍ର ପବିତ୍ର, ଖନ ଯୋଗ ଇତ୍ର ଖନିତ୍ର। ଠିକ୍ ସେମିତି ଇଷ୍ଣୁ ପ୍ରତ୍ୟୟ ବୃଦ୍ଧ ଯୋଗ ଇଷ୍ଣୁ ବର୍ଦ୍ଧିଷ୍ଣୁ, ସହ ଯୋଗ ଇଷ୍ଣୁ ସହିଷ୍ଣୁ, କ୍ଷୀ ଯୋଗ ଇଷ୍ଣୁ କ୍ଷୟିଷ୍ଣୁ। ଉର ପ୍ରତ୍ୟୟ ଭନଜ ଯୋଗ ଉର ଭଙ୍ଗୁର, ଭାସ ଯୋଗ ଉର ଭାସୁର, ବିଦ ଯୋଗ ଉର ବିଦୁର, ମିଧ ଯୋଗ ଉର ମେଦୁର। ତ ପ୍ରତ୍ୟୟ ହନ ଯୋଗତ ହତ, ପ୍ରି ଯୋଗତ ପ୍ରୀତ, ଯୁଜ ଯୋଗତ ଯୁକ୍ତ, କ୍ରୁ ଯୋଗତ କୃତ, ସମ ଯୋଗତ ଶାନ୍ତ, ପଚ ଯୋଗତ ପକ୍ୱ, ସିଚ ଯୋଗତ ସିକ୍ତ, ଶୁଦ୍ଧ ଯୋଗତ ଶୁଦ୍ଧ। এই ପକ୍ୱ ଏବଂ ଶୁଦ୍ଧ ଏ ଦୁଇଟିକୁ ପିଲାଏ ଭଲ କରି ମନେ ରଖିବ। ତି ପ୍ରତ୍ୟୟ
दृश जगति दृष्टि, मुच जगति मुक्ति, स्मृ जगति स्मृति, मन जगति मति, भज जगति भक्ति, स्था जगति स्थिति, सास जगति शास्ति, शक जगति शक्ति। यहाँ पर देखिबा त्र प्रत्यय, बस जगत्र वस्त्र, अस जगत्र अस्त्र, खी जगत्र क्षेत्र, नी जगत्र नेत्र, स्थू जगत्र स्तोत्र, पत जगत्र पत्र। एबे देखिबा तृ प्रत्यय, कृ जगत्रु, कर्तृ बा कर्ता, बी जी जगत्रु विजेता, पा जगत्रु पितृ, नी जम जगत्रु नियंता, प्र बच जगत्रु प्रवक्ता, नी जगत्रु नेतृ बा नेता। एबे देखिबा तव्य प्रत्यय, कृ जोग तव्य कर्तव्य, बच जोग तव्य वक्तव्य, दृश जोग तव्य द्रष्टव्य, श्रु जोग तव्य श्रोतव्य, मन जोग तव्य मंतव्य, भुज जोग तव्य भोक्तव्य। न प्रत्यय, जथ जोग न जत्न, जज जोग न यज्ञ, दृश जोग न आ तृष जोग न जोग आ तृष्णा। ज प्रत्यय, पठ जोग ज पाठ्य, सह जोग ज सह्य, गम जोग ज गम्य, सास जोग ज शिष्य, पद जोग ज पद्य, पा जोग ज पेय, कृ जोग ज कार्य, दा जोग ज देय। मन रखिबो पिलाए। र प्रत्यय, नम जोग र नम्र, छिद जोग र छिद्र, हिनस जोग र हिंस्र, रुद्र जोग र रुद्र। सन प्रत्यय, पा जोग सन जोग आ पिपासा, पिपासा कहले पीबार इच्छा। मन रखिबो पिलाए। ज्ञा जोग सन जोग आ जिज्ञासा, जानिबार इच्छा। जी जोग सन जोग आ जिगीषा, जिगीषार अर्थ जय करिबार इच्छा। हन जोग सन जोग आ जिघांसा, अर्थात हत्या करिबार इच्छा। लभ जोग सन जोग आ लिप्सा, लिप्सा कहले लभ कहले लाभ करिबा, तेणु लभ रु लाभ करिबार र इच्छा को आमे कहू लिप्सा। सेमती दृश, दृश कहले देखिबा, दृश धातु, सन प्रत्यय आ दिदृक्षा, दिदृक्षा कहले देखिबार इच्छा, पा कहले पीबा, पा जोग सन जोग उ पिपासु, पीबा को इच्छुक। ज्ञा कहले जानिबा, तेणु ज्ञा जोग सन जोग उ जिज्ञासु, जानिबा को इच्छुक। लभ, लभर अर्थ होला लाभ करिबा। जानिथिले, लभ जोग सन जोग उ लिप्सु, अर्थात लाभ करिबा को इच्छुक। वर्तमान सुधा आमे 19टी संस्कृत प्रत्यय विषय जानिले। आस आउ थरे सेगुडी को मने पकेइ नबा। पिलाए संस्कृत रे व्यवहृत हेउथबा प्रत्यय गुडी को मने रखिले भाबुची कृदंत रे आमर किछ असुविधा हबो नाही। सेगुडी को हला अ, अक, अन, अनिय, येला चारिटी, इरे चारिटी, इ, इन, इत्र, इष्णु, उरे उक, उर, तरे त, ति, त्र, तृ, तव्य, न, म, भूल कहली, न, ज, र, सन। एमिति 19टी संस्कृत प्रत्यय अछि। एगुडी को बारंबार मन रखिदेले असुविधा किछि हबो नाही। एबे देखिबा ओडिया रे व्यवहृत होतबा प्रतीक गुडी कोन कोन। ओडिया रे व्यवहृत होतबा प्रत्यय गुडी को अप्रत्यय, काट जोग अ काट, कांद जोग अ कांद, मोड जोग अ मोड, मार जोग अ मार। पूर्व आमे अप्रत्यय विषय आलोचना करथिले। अण प्रत्यय, झुल जोग अण झुलण, फुट जोग अण फुटण, गढ़ जोग अण गढ़ण, घट जोग अण घटण। अणा प्रत्यय, कांद जोग अणा कांदणा,
ରାନ୍ଧ ଯୋଗ ଅଣା ରାନ୍ଧଣା, ପିଟ୍ ଯୋଗ ଅଣା ପିଟଣା, ସେମିତି ବିଞ୍ଚ ଯୋଗ ଅଣା ବିଞ୍ଚଣା, ବାଜ ଯୋଗ ଅଣା ବାଜଣା। ଅଣି ପ୍ରତ୍ୟୟ ଛନ୍ଦ ଯୋଗ ଅଣି ଛନ୍ଦଣି, ଖଟ ଯୋଗ ଅଣି ଖଟଣି, ଚଳ ଯୋଗ ଅଣି ଚଳଣି। ଠିକ୍ ସେମିତି ହେବ ରହ ଯୋଗ ଅଣି ରହଣି, ଘୋଡ଼ ଯୋଗ ଅଣି ଘୋଡ଼ଣି। ଅନ୍ତା ପ୍ରତ୍ୟୟ ଫେର ଯୋଗ ଅନ୍ତା ଫେରନ୍ତା, ଚଳ ଯୋଗ ଅନ୍ତା ଚଳନ୍ତା, ଜଳ ଯୋଗ ଅନ୍ତା ଜଳନ୍ତା, ଜି ଯୋଗ ଅନ୍ତା ଜିଅନ୍ତା, ଉଡ଼ ଯୋଗ ଅନ୍ତା ଉଡ଼ନ୍ତା, ହସ ଯୋଗ ଅନ୍ତା ହସନ୍ତା। ଅନ୍ତି ପ୍ରତ୍ୟୟ ଫଳ ଯୋଗ ଅନ୍ତି ଫଳନ୍ତି, ଚଳ ଯୋଗ ଅନ୍ତି ଚଳନ୍ତି, ଖଟ ଯୋଗ ଅନ୍ତି ଖଟନ୍ତି। ଏଗୁଡ଼ିକ ହେଲା ଅନ୍ତି ପ୍ରତ୍ୟୟ। ସେମିତି କହ ଯୋଗ ଅନ୍ତି କହନ୍ତି, ଫେର ଯୋଗ ଅନ୍ତି ଫେରନ୍ତି, ଜଳ ଯୋଗ ଅନ୍ତି ଜଳନ୍ତି। ଅନ୍ତି ପ୍ରତ୍ୟୟରେ ଯିବ। ଆ ପ୍ରତ୍ୟୟ ଖେଳ ଯୋଗ ଆ ଖେଳା, ବୁଣ ଯୋଗ ଆ ବୁଣା, ଶୁଣ ଯୋଗ ଆ ଶୁଣା, ଦେଖ ଯୋଗ ଆ ଦେଖା, ଚିହ୍ନ ଯୋଗ ଆ ଚିହ୍ନା, ଗଢ଼ ଯୋଗ ଆ ଗଢ଼ା। ଏ ପ୍ରକାର ଆ ପ୍ରତ୍ୟୟ ଲାଗିପାରିବ। ଆଉ ପ୍ରତ୍ୟୟ ଘେର ଯୋଗ ଆଉ ଘେରାଉ, ଚଢ଼ ଯୋଗ ଆଉ ଚଢ଼ାଉ। ଏବେ ଦେଖିବା ଆଣ ପ୍ରତ୍ୟୟ ମିସ୍ ଯୋଗ ଆଣ ମିଶାଣ, ଉଠ ଯୋଗ ଆଣ ଉଠାଣ, ଫେଡ଼ ଯୋଗ ଆଣ ଫେଡ଼ାଣ। ଏବେ ଦେଖିବା ଆଣି ପ୍ରତ୍ୟୟ ବିନ୍ଦ ଯୋଗ ଆଣି ବିନ୍ଧାଣି, ଉଠ ଯୋଗ ଆଣି ଉଠାଣି, ଗଡ଼ ଯୋଗ ଆଣି ଗଡ଼ାଣି। ଠିକ୍ ସେମିତି ଶୁଣ ଯୋଗ ଆଣି ଶୁଣାଣି, ଚାହ ଯୋଗ ଆଣି ଚାହାଣି। ଆଳି ପ୍ରତ୍ୟୟ ରାନ୍ଧ ଯୋଗ ଆଳି ରନ୍ଧାଳି, ଖେଳ ଯୋଗ ଆଳି ଖେଳାଳି, ଗଢ଼ ଯୋଗ ଆଳି ଗଢ଼ାଳି, କାଟ ଯୋଗ ଆଳି କଟାଳି, ବୁଡ଼ ଯୋଗ ଆଳି ବୁଡ଼ାଳି, ବିଟ ଯୋଗ ଆଳି ବିକାଳି। ଇ ପ୍ରତ୍ୟୟ ଚାଲ ଯୋଗ ଇ ହର୍ଷ ଇ ଚାଲି, ଦୋଳ ଯୋଗ ଇ ଦୋଳି, ବୋଲ ଯୋଗ ଇ ବୋଲି। ସେମିତି ଉଆ ପ୍ରତ୍ୟୟ ପଢ଼ ଯୋଗ ଉଆ ପଢ଼ୁଆ, ଲଢ଼ ଯୋଗ ଉଆ ଲଢ଼ୁଆ, ଲାଜ ଯୋଗ ଉଆ ଲାଜୁଆ। ସେମିତି ଡର ଯୋଗ ଉଆ ଡରୁଆ, ଡାକ ଯୋଗ ଉଆ ଡାକୁଆ, ଛେର ଯୋଗ ଉଆ ଛେରୁଆ। ଏବେ ଦେଖିବା ଉଆଳ ପ୍ରତ୍ୟୟ ଖେଳ ଯୋଗ ଉଆଳ ଖେଳୁଆଳ, ଜଗ ଯୋଗ ଉଆଳ ଜଗୁଆଳ, ରଖ ଯୋଗ ଉଆଳ ରଖୁଆଳ ହେଇପାରିବ। ଉଆଳି ପ୍ରତ୍ୟୟ ଭାଗ ଯୋଗ ଉଆଳି ଭାଗୁଆଳି, ଜଗ ଯୋଗ ଉଆଳି ଜଗୁଆଳି। ଉଣା ପ୍ରତ୍ୟୟ ପା ଯୋଗ ଉଣା ପାଉଣା, ଗା ଯୋଗ ଉଣା ଗାଉଣା। ଉଣି ପ୍ରତ୍ୟୟ ରାନ୍ଧ ଯୋଗ ଉଣି ରାନ୍ଧୁଣି, ମାଗ ଯୋଗ ଉଣି ମାଗୁଣି, ଢାଙ୍କ ଯୋଗ ଉଣି ଢାଙ୍କୁଣି। ଏଣି ପ୍ରତ୍ୟୟ ଭାଳ ଯୋଗ ଏଣି ଭାଳେଣି, ବାଜ ଯୋଗ ଏଣି ବାଜେଣି, କାଟ ଯୋଗ ଏଣି କାଟେଣି। ଏମିତି ଆମର ଓଡ଼ିଆ ପ୍ରତ୍ୟୟ ଗୁଡ଼ିକ ରହିଛି। ଆସ ଆଉ ଥରେ ଓଡ଼ିଆ ପ୍ରତ୍ୟୟ ଗୁଡ଼ିକ ମନେ ପକାଇ ନେବା। ଓଡ଼ିଆରେ ବ୍ୟବହୃତ ହେଉଥିବା ପ୍ରତ୍ୟୟ ଗୁଡ଼ିକ ଅ ଅଣ ଅଣା ଅଣି ଅନ୍ତା ଅନ୍ତି ଏମିତି ରହିଲେ 6ଟି। ଆ ଆଉ ଆଣ ଆଣି ଆଳି ଇଏ ରହିଲେ 5ଟି। ଇ ଉଆ ଉଆଳ ଉଆଳି ଉଣା ଉଣି ଇଏ ହେଲେ 5ଟି। ଏଣି ଗୋଟିଏ। ଏମିତି ସର୍ବମୋଟ 18ଟି ପ୍ରତ୍ୟୟ ବିଷୟରେ এই ଅଧ୍ୟାୟରେ ଆମେ ଆଲୋଚନା କଲେ। ପିଲାଏ ଏଇ ପ୍ରତ୍ୟୟ ଗୁଡ଼ିକ ସଂସ୍କୃତ ପ୍ରତ୍ୟୟ ଗୁଡ଼ିକ ଏବଂ ଓଡ଼ିଆ ପ୍ରତ୍ୟୟ ଗୁଡ଼ିକ ବାରମ୍ବାର ମନେ ରଖ। ମନେ ରଖିଲେ ଯେତେବେଳେ ଆମେ ଶବ୍ଦକୁ ବ୍ୟୁତ୍ପତ୍ତି କରିବା ତାହେଲେ ଆମକୁ କୃଦନ୍ତର ଅତି ସହଜ ହୋଇଯିବ। ଭାବୁଛି ଆଜିର ଆଲୋଚନାଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କର କଲ୍ୟାଣ ହେଉ।